नमस्कार दर्शक बंधु, आपण मानकु मो गपपेड़ी चैनल को स्वागत करुछि। आज मो गपपेड़ी रे अछि माछ खिया भूत। आसंतु आ डेरी न करी से गपटी को आरंभ करिवा। अंतपुर नाम रे गाँटीए, ता आखपाखरे जेते गाँ अछि अंतपुर गाँटी सबुठु बड़ गाँ। से गाँटी रे प्रायतः सबु वृत्तिर लोक बास करिथांती। समस्ते पृथक पृथक भाବରେ रहिथांती। साही मानक मध्यरे जेपरिकी ଯେଉଁଠି ପୂଜାରୀ ମାନେ ଥାନ୍ତି ତା ନାଁ ପୂଜାରୀ ସାହି। ଠିକ୍ ସେହିପରି ଯୋଦ୍ଧା ସାହିରେ କେବଳ ଯୋଦ୍ଧାମାନଙ୍କର ଘର, କେଉଟ ସାହିରେ କେବଳ କେଉଟମାନଙ୍କର ଘର, ଗଉଡ଼ ସାହିରେ ମଧ୍ୟ କେବଳ ଗଉଡ଼ମାନଙ୍କର ଘର ଥାଏ, ଗୁଡ଼ିଆ ସାହିରେ କେବଳ ଗୁଡ଼ିଆମାନଙ୍କର ଘର ଥାଏ। ଏପରି ଯେଝା ସାହିମାନଙ୍କରେ ଯେଝା ରହିଥାନ୍ତି। ଅନ୍ତପୁର ଗ୍ରାମର ଗ୍ରାମବାସୀମାନେ କେତେଗୁଡ଼ିଏ ସାହିକୁ ନେଇ ସେ ଅନ୍ତପୁର ଗ୍ରାମଟି ଏକ ବଡ଼ ଗ୍ରାମରେ ପରିଣତ କରିଛନ୍ତି। ସେହି ଅନ୍ତପୁର ଗାଁଟିର କେଉଟ ସାହି କଥା। ସେ ଅନ୍ତପୁର ଗାଁର କେଉଟ ସାହିରେ ଦୁଇ ଭାଇ ବାସ କରନ୍ତି। ଏହା ହେଉଛି ସେହି ଦୁଇ ଭାଇଙ୍କ କଥା। କୁଳିଆ ଓ ବାବାଜୀ ଦୁଇ ଭାଇ। ବାପା ମା ତ ସେମାନଙ୍କର ନଥାନ୍ତି। ଦୁଇ ଭାଇ ମାଛ ଧରି ବିକ୍ରି କରନ୍ତି ଓ ସେହି ପଇସାରେ ତାଙ୍କ ପରିବାର ମଧ୍ୟ ପ୍ରତିପୋଷଣ କରନ୍ତି। ଦୁହେଁ ଏକାଠି ବି ଥାଆନ୍ତି। ଦୁଇ ଭାଇଙ୍କର ଗୋଟିଏ କଥା, ବଡ଼ ଭାଇ କୁଳିଆ ଯାହା ବି କହେ ବାବାଜୀ ତାହା ମାନେ। ଦୁହେଁ ସାଙ୍ଗ ହୋଇ ଜାଲ ଧରି ନଈକୁ ଯାଆନ୍ତି, ମାଛ ଧରନ୍ତି। ତାପରେ ସେ ମାଛକୁ ଗାଁ ବଜାର ହାଟରେ ବିକ୍ରି କରି ଯାହା ଦୁଇ ପଇସା ରୋଜଗାର କରନ୍ତି, ସେତିକିରେ ମହା ଆନନ୍ଦରେ ପରିବାର ଚଳାଇ ନିଅନ୍ତି। ଦିନକର ଘଟଣା, ବୈଶାଖ ମାସ। କୁଳିଆ ଓ ବାବାଜୀ ଦୁଇ ଭାଇ ସେଇଦିନ ସକାଳୁ ଖାଇ ପିଇ ଜାଲ ଧରି ମାଛ ଧରିବାକୁ ନଈକୁ ଗଲେ। ସେଦିନ ସେମାନେ ପ୍ରଚୁର ମାଛ ଧରିଲେ। ଏମିତି ମାଛ ଧରିବା ନିଶାରେ ସେମାନେ ଦୁହେଁ ଅନେକ ବାଟ ଚାଲିଗଲେ। ସମୟାନୁକ୍ରମେ ଛାଇ ଲେଉଟିଲା। ମାଛ ଖାଳେଇ ମାଛରେ ଭରପୁର ହୋଇଥିଲା। ଏଣେ ଖୁସି ମନରେ ସେ ଦୁଇ ଭାଇ ଘରକୁ ଫେରୁଥାନ୍ତି। ଘରକୁ ଫେରିବା ବାଟରେ କୁଳିଆ ଦେଖିଲା ପାଟ ମଝିରେ ପାଣି ଖାଲଟିଏ। ସେ ଖାଲରେ ତ ଖାଲି ମାଛମାନେ ଡେଉଁଥାନ୍ତି, ତେଣୁ ଗୁଦଗୁଦ ଶୁଭୁଥାଏ। ଏସବୁ ଦେଖି କୁଳିଆ କହିଲା, ବାବାଜୀ, ଏ ଖାଲରେ ତ ବହୁତ ମାଛ ଅଛନ୍ତି। ତେଣୁ ଆମେ ଗୋଟେ କାମ କରିବା, କାଲି ଆଉ ଜାଲରେ ମାଛ ଧରିବା ନାହିଁ, ଖାଲି ସେଣା ଧରି ଆସିବା। ଏ ଖାଲଟାକୁ ବୋହିବା, ମାଛ କଙ୍କଡ଼ା ଯାହା ବି ଅଛି ସବୁ ଧରିନେବା। ବାବାଜୀ, ତୁ ଗୋଟେ କାମ କରିବୁ, ଆଜି ରାତି ଠିକ୍ 4ଟା ବେଳକୁ ମୋତେ ଉଠାଇ ଦେବୁ। ଘର ପଛପଟେ ତ ସେଣା ଅଛି। ତାପରେ ସେଣା ଧରି ଦୁଇ ଭାଇ ମିଶି ଏ ଖାଲର ସବୁ ପାଣିକୁ ବୋହି ମାଛ ଧରିନେବା। ସେ ଖାଲ ନିକଟରେ ତ ନଣ୍ଡା ବରଗଛଟିଏ। କୁଳିଆ କହିଲା, ଖାଲ ନିକଟରେ ତ ଏ ନଣ୍ଡା ବରଗଛଟି ଅଛି, ତେଣୁ ଏ ଖାଲଟିକୁ ଖୋଜି ପାଇବାରେ ତ ଆଉ କୌଣସି ଅସୁବିଧା ବି ହେବ ନାହିଁ। ଏହା ଶୁଣି ବାବାଜୀ କହିଲା, ହଁ ଭାଇ, ଠିକ୍ ଅଛି, ତୁମ କଥା ମୋର ମନେ ରହିଲା। ଏତିକି କଥାବାର୍ତ୍ତା ହୋଇ ଦୁଇ ଭାଇ ଘରକୁ ଫେରିଲେ। ସେ ଦୁଇ ଭାଇଙ୍କ ଏପରି କଥାବାର୍ତ୍ତାକୁ ସେ ନଣ୍ଡା ବରଗଛରେ ଥିବା ଭୂତଟି ଶୁଣିଲା। କାହିଁକି ନା ଭୂତଟିର ଆଶ୍ରୟସ୍ଥଳୀ ହେଉଛି ସେ ନଣ୍ଡା ବରଗଛଟି। ଭୂତଟି ତ ଅନେକ ଦିନ ହେବ ସେ ବରଗଛରେ ରହୁଥିଲା। ତେଣୁ ସେ ଭୂତଟି ମନେ ମନେ କହିଲା, ହଉରେ ପୁଅ, ଠିକ୍ ଅଛି। ଏଣେ କୁଳିଆ ବାବାଜୀ ତାଙ୍କ ଘରକୁ ଆସିଲେ। ମାଛତକ ଗାଁ ପାଖ ବଜାରରେ ବିକ୍ରି କରି ସେମାନେ ବି ବେଶ ଭଲ ପଇସା ପାଇଲେ। ତାପରେ ସେ ଦୁଇ ଭାଇ ଖାଇ ପିଇ ନିଶ୍ଚିନ୍ତରେ ଘରେ ଶୋଇଥାନ୍ତି। ଠିକ୍ ରାତି 1ଟାଏ। ନିଶା ତ ଗରଜୁଥାଏ। ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ବିଲୁଆମାନଙ୍କର ହୁକେ ହୋ ଶବ୍ଦ, ଚଢ଼େଇମାନଙ୍କର ଚିରିଂ ଚିରିଂ ଶବ୍ଦ। ଏହି ସମୟରେ ସେ ନଣ୍ଡା ବରଗଛରୁ ଭୂତ ଓହ୍ଲାଇଲା। ସିଧା ଅନ୍ତପୁର ଗାଁକୁ ଆସିଲା। ପହଞ୍ଚିଲା ଅନ୍ତପୁର ଗାଁର କେଉଟ ସାହିରେ। ସେତେବେଳେ କୁଳିଆ ଓ ବାବାଜୀ ତ ନିଘୋଡ଼ ନିଦରେ ଘର ଭିତରେ ଶୋଇଥାନ୍ତି। ଭୂତ କବାଟ ଖଡ଼ ଖଡ଼ କରି ବାବାଜୀ ଭାଇ କହି ଡାକିଲା। ତେଣୁ ହଠାତ୍ ସେ ବାବାଜୀର ନିଦ ଭାଙ୍ଗିଗଲା। ଏଣେ ବାବାଜୀ ଭାବିଲା, ବୋଧେ କୁଳିଆ ଡାକୁଛି, ରାତି ବୋଧହୁଏ 4ଟା ହେଲାଣି, ସେଥିପାଇଁ ମାଛ ଧରିବାକୁ ଯିବାକୁ କୁଳିଆ ଡାକୁଛି।
ଏହିପରି ଭାବି ସେ ବାବାଜୀ ଧଡ଼ପଡ଼ ହୋଇ ଉଠିଲା। ତାପରେ ସେ ବାବାଜୀ କବାଟ ଖୋଲିଲା ଓ କହିଲା, କୁଳିଆ ତହୁଁ ସେ ଭୂତ କହିଲା। ତାପରେ ବାବାଜୀ କହିଲା, ମାଛ ଧରି ଯିବା। ତହୁଁ ସେ ଭୂତ ରୂପୀ କୁଳିଆ ପୁଣି କହିଲା, ହୁଁ। ଏହିପରି ଭାବେ ବାବାଜୀର ପ୍ରତ୍ୟେକ କଥାର ଉତ୍ତର ହୁଁରେ ଦେଉଥିଲା ଭୂତ। ବାବାଜୀ ପୁଣି କହିଲା, ହଉ ତୁ ଏଇଠି ଠିଆ ହୋଇଥା, ମୁଁ ଘର ପଛପଟୁ ସେଣା ଧରି ଆସୁଛି। ଏହା କହି ବାବାଜୀ ତା ଘର ପଛପଟକୁ ଦୌଡ଼ିଗଲା। ସେଣାଟିକୁ କାନ୍ଧରେ ପକାଇ ଆସିଲା। କହିଲା, କୁଳିଆ ଏଥର ଚାଲ, ଆଉ ଜମା ଡେରି କରନା। ଭୂତ ରୂପୀ କୁଳିଆ ଚାଲିଥାଏ ଆଗରେ, କିନ୍ତୁ ଏ ବାବାଜୀ ଚାଲିଥାଏ ତା ପଛରେ। ଭୂତ ରୂପୀ କୁଳିଆ ଓ ବାବାଜୀ ଯାଇ ପହଞ୍ଚିଲେ ଠିକ୍ ବାଟ ନିକଟରେ ଥିବା ନଣ୍ଡା ବରଗଛଟି ପାଖରେ। ସେ ଖାଲରେ ତ ବନ୍ଧ ପକାଇବା କିଛି ବି ଆବଶ୍ୟକ ନଥିଲା। ତହୁଁ ସେ ବାବାଜୀ କହିଲା, କୁଳିଆ ଏଥର ପାଣି ବୋହିବା। ଭୂତ ରୂପୀ କୁଳିଆ ଗୋଟିଏ ପଟରେ ଆଉ ବାବାଜୀ ଆଉ ଗୋଟିଏ ପଟରେ ଠିଆ ହୋଇ ସେଣା ଧରି ପାଣି ବୋହିଲେ। ଭୂତ ଭୁସ୍ କରି ସେଣାଏ ଲେଖାଏଁ ପାଣି ସେଣାରେ ଭର୍ତ୍ତି କରି ବାହାରେ ଢାଳି ଦେଉଥାନ୍ତି। ଏଣେ ପାଣି ବି ବୁହା ଚାଲିଥାଏ। ରାତି ଆସି କେତେ ହେଲାଣି କାହାରିକୁ ବି ଜଣା ନାହିଁ। ସେ ଭୂତ ତ ବାବାଜୀକୁ ରାତି ଗୋଟାଏରୁ ବିଛଣାରୁ ଉଠାଇ ଆଣି ମାଛ ଖାଲ ବୁହାଉଛି। ଏକଥା ଆଉ କ'ଣ ସେ ବାବାଜୀ ଜାଣିଛି? ତେଣୁ ବାବାଜୀକୁ ଖୁବ୍ କ୍ଳାନ୍ତ ଲାଗୁଥାଏ। ତେଣୁ ସେ ବାବାଜୀ ଦେହରୁ ଗମ୍ ଗମ୍ ହୋଇ ଝାଳ ନିଗିଡ଼ି ପଡ଼ୁଥାଏ। ନିଦ ମଧ୍ୟ ଲାଗୁଥାଏ ସେ ବାବାଜୀକୁ। କିନ୍ତୁ ବାବାଜୀକୁ ଏସବୁ ଅତ୍ୟନ୍ତ ଆଶ୍ଚର୍ଯ୍ୟ ଲାଗୁଥାଏ। କାହିଁକି ନା ସେ କ୍ଳାନ୍ତ ହୋଇ ପଡ଼ିଲାଣି। ଏତେ ପରିଶ୍ରମ ହେବା ସତ୍ତ୍ୱେ ମଧ୍ୟ କୁଳିଆ ବିଶ୍ରାମ ନେବାକୁ ଆଦୌ ଚାହୁଁନି। ସେ ଭୂତ ବା କାହିଁକି ଥକି ପଡ଼ିଲାଣି ବୋଲି କହିବ? ପାଣି ବୁହା ଚାଲିଛି ତ ଚାଲିଥାଉ। ମନେ ମନେ ଏହା ଭାବି ବାବାଜୀ ବି ସେ ଭୂତ ସାଙ୍ଗରେ ପାଣି ବୋହି ଚାଲିଥାଏ। ଏଣେ ବାବାଜୀ ଥକି ନ ପଡ଼ିବାର ଦେଖି ସେ ଭୂତଟିକୁ ମଧ୍ୟ ଆଦୌ ଭଲ ଲାଗୁନଥାଏ। ତେଣେ ରାତି ବି ସରି ସରି ଆସୁଥାଏ। ସେପଟେ କ'ଣ ହୋଇଛି ନା, ପ୍ରକୃତ କୁଳିଆ ବାବାଜୀକୁ ଡାକିବାରୁ ବାବାଜୀ ସ୍ତ୍ରୀ କହିଲା, ତମେ ପରା କେତେବେଳୁ ତୁମ ଭାଇକୁ ମାଛ ଧରିବାକୁ ଡାକିକି ନେଇଛ, ତେଣୁ ତୁମ ଭାଇ ତ ଏବେ ଘରେ ନାହାନ୍ତି। କୁଳିଆ ତ ତା ଭାଉଜଠାରୁ ଏହା ଶୁଣି ଏକାବେଳେ ଆଶ୍ଚର୍ଯ୍ୟ। ତାପରେ ସେ ଭାବିଲା, ଏହା ନିଶ୍ଚୟ ଭୂତର କାମ। ତହୁଁ ସେ କୁଳିଆ କହିଲା, ନାଇଁ ଭାଉଜ, ମୁଁ ତ ଏଇ ସାଙ୍ଗେ ସାଙ୍ଗେ ନିଦରୁ ଉଠିଲି। ମୁଁ ମାଛ ଧରିବାକୁ ଭାଇକୁ ମୋଟେ ଡାକି ନାହିଁ। ଏହା ନିଶ୍ଚୟ ଭୂତର କାମ। ତାହେଲେ ମୁଁ ଆସୁଛି, ତୁମେ ଘରେ କବାଟ ବନ୍ଦ କରି ରହିଥାଅ। ଏହା କହି ସେ କୁଳିଆ ସିଧା ନଣ୍ଡା ବରଗଛ ପାଖକୁ ଦୌଡ଼ିଲା। ଭାଇ ଭାଇ ଖୁବ୍ ଜୋରରେ ଡାକୁଥାଏ କୁଳିଆ। ରାତି 4ଟା, ତେଣେ ରାତି ବି ସରି ସରି ଆସୁଥାଏ। ରାତି ପାହିଲେ ଜାଣ କଥା ସରେ। ନଣ୍ଡା ବରଗଛରେ ଭୂତ ଏଥର ତା ନିଜର ଭୟଙ୍କର ରୂପକୁ ଦେଖାଇବାକୁ ଇଚ୍ଛା କଲା। ଠିକ୍ ସେହି ସମୟରେ କୁଳିଆ ତଥା ସେ ପ୍ରକୃତ ବାବାଜୀ ଭାଇର କଣ୍ଠସ୍ୱର ଶୁଣାଗଲା। ବାବାଜୀ ଭାଇ, ବାବାଜୀ ଭାଇ। ଏଣେ ବାବାଜୀ ବି ତା ଭାଇର ଡାକ ଶୁଣି ଏ ଭୂତ ରୂପୀ କୁଳିଆକୁ କହିଲା, କୁଳିଆ କିଏ ମୋତେ ଡାକୁଛି? ବାବାଜୀ ଭାଇ, ବାବାଜୀ ଭାଇ। ଏ ତ ତୋ କଣ୍ଠସ୍ୱର ଭଳି ଶୁଭୁଛି। ବାବାଜୀଠାରୁ ଏତକ ଶୁଣି ଏଥର ସେ ଭୂତ ରୂପୀ କୁଳିଆ ହଠାତ୍ ସେଣାଟିକୁ ଛାଡ଼ି ଦେଇ କହିଲା, ବାବାଜୀ, ମୁଁ ତୋ ଭାଇ ନୁହେଁ, ଏ ନଣ୍ଡା ବରଗଛର ମାଛ ଖିଆ ଭୂତ। ଯା ଯା, ତୋ ବେଳ ଭଲ, ତେଣୁ ଅଳ୍ପକେ ବଞ୍ଚିଗଲୁ। ଏତିକି କହି ସେ ଭୂତଟି ଧଳା ବାଦଲ ଖଣ୍ଡ ଭଳି କୁଳିଆ ମୁଣ୍ଡ ଉପରେ ଭାସି ଭାସି ଖାଲ ଉପରେ ଥିବା ସେ ନଣ୍ଡା ବରଗଛରେ ମିଶିଗଲା। ହଠାତ୍ ନିଆଁ ଜଳିଲା ଭଳି ଗଛ ସାରା ଏକ ବିରାଟ ନିଆଁର ଝଲକ। ଏତେ ଅବା ସେ ନଣ୍ଡା ବରଗଛଟିରେ ନିଆଁ ଖାଲି ହୁତ୍ ହୁତ୍ ହୋଇ ଜଳି ଯାଉଛି। ତାପରେ ପୁଣି କିଛି ବି ନାହିଁ। ଏମିତିକି ସେ ନିଆଁ ବି କୁଆଡ଼େ ଅଦୃଶ୍ୟ ହୋଇଗଲା। ତାପରେ ବାବାଜୀ ଏସବୁ ଦୃଶ୍ୟ ଦେଖି ପାଣି ଖାଲରେ ଚେତା ହରାଇ ବସିଲା। ଠିକ୍ ସେହି ସମୟରେ କୁଳିଆ ଯାଇ ସେ ଖାଲ ପାଖରେ ପହଞ୍ଚି ଯାଇଥିଲା। ସେତେବେଳକୁ ରାତି ତ ସମ୍ପୂର୍ଣ୍ଣ ରୂପେ ପାହି ଯାଇଥିଲା। କୁଳିଆ ଭାଇକୁ ଦେଖି ବାବାଜୀ ଭାଇ, ବାବାଜୀ ଭାଇ କହି ବାବାଜୀ ମୁହଁରେ ପାଣି ଛାଟିଲା। କିଛି ସମୟ ପରେ ବାବାଜୀର ଚେତା ଫେରିଲା। ତାପରେ ସେ ଦୁଇ ଭାଇ କୁଣ୍ଢାକୁଣ୍ଢି ହୋଇ ଖାଲି ଭୋ ଭୋ ହୋଇ କାନ୍ଦିଲେ। ଏଥୁଅନ୍ତେ ସେ ବାବାଜୀ କୁଳିଆକୁ ଘଟିଥିବା ଘଟଣା ସବୁ କହିଲା।
ଏହିପରି ଭାବେ ସେ ବାବାଜୀକୁ ଭୂତ ଡାକି ନେଇ ପାଣି ବୁହାଇବା କଥା ଅନ୍ତପୁର ଗାଁରେ ସମସ୍ତେ ଜାଣିଲେ। ତେଣୁ କେଉଟମାନେ ଘାଟ ନିକଟକୁ ଆସିଲେ। ଭୂତ ସାହାଯ୍ୟରେ ବାବାଜୀ ଖାଲରେ ଥିବା ପାଣି ସବୁକୁ ତ ବୋହି ସାରିଥିଲା, ସେ ଖାଲରେ ପୁଣି କାହିଁରେ କ'ଣ ମାଛ? ସମସ୍ତେ କହିଲେ, ଭୂତ ବାବାଜୀକୁ ଉଠାଇ ଆଣି ଏ କାମ କରିଛି। ଭାଗ୍ୟ ଭଲ ବାବାଜୀ ବଞ୍ଚିଗଲା। ଏପରି କଥା ଶୁଣି ବୁଢ଼ାବୁଢ଼ୀମାନେ କହିଲେ, ବହୁ ବର୍ଷ ହେବ ଏ ନଣ୍ଡା ବରଗଛରେ ମାଛଖିଆ ଭୂତଟି ରହୁଛି। ସେହି ଖାଲଟିରୁ ଦିନବେଳା କେହି ମାଛ ଧରିନେଲେ କିଛି ବି ଅସୁବିଧା ନାହିଁ। ପୂର୍ବରୁ ଏ ମାଛଖିଆ ଭୂତ ତ ଅନେକ ଲୋକଙ୍କୁ ହଇରାଣ କରିଛି। ଏମିତି କେଉଟ ସାହି ଲୋକଙ୍କୁ ପାଣି ଖାଲରେ ପକାଇ ମାରି ବି ଦେଇଛି। ସମସ୍ତେ କୁହନ୍ତି ଏଇଟା ମାଛଖିଆ ଭୂତ ପୋଖରୀ। ବାବାଜୀ ତ ଏକଥା ଆଦୌ ଜାଣିନଥିଲା। ତେଣୁ ସମସ୍ତେ ବାବାଜୀକୁ ସାହାଯ୍ୟ କଲେ। ସେ ଖାଲରେ ଯେତେ ମାଛ ଥିଲା ସେ ସବୁ ଧରି ନେଇ ଦୁଇ ଭାଇଙ୍କୁ ଦେଲେ। ସେଦିନ କୁଳିଆ ଏତେ ମାଛ ଧରିଥିଲା ଯେ ତାଙ୍କ ଜୀବନରେ ସେ ଏତେ ମାଛ କେବେ ବି ଧରି ନଥିଲେ। 15 ଦିନରେ ଯେତିକି ମାଛ ଧରି ନଥିବେ ଗୋଟିଏ ଦିନରେ ସେତିକି ମାଛ ଧରିଥିଲେ। ଏହା ଦେଖି ବୁଢ଼ା କେଉଟମାନେ କହିଲେ, ସେ ମାଛଖିଆ ଭୂତ ମାଛ ଖାଇ ସେ ନଣ୍ଡା ବରଗଛ ତଳେ କଣ୍ଟା ପକାଇବାର ଆମେ ନିଜ ଆଖିରେ ଦେଖିଛୁ। ଭୂତ ଭୟରେ ସେ ନଣ୍ଡା ବରଗଛ ଡାଳପତ୍ର ସେମିତି ଥାଏ। ଆଜି ପର୍ଯ୍ୟନ୍ତ ହେଲାଣି ସେ ବରଗଛରୁ ଡାଳପତ୍ର କେହି ବି ନେଇନାହାନ୍ତି। ସେହିଦିନୁ ସେ ମାଛଖିଆ ଭୂତ ନଣ୍ଡା ବରଗଛ ପାଣି ଖାଲଟିରୁ କେହି ବି ମାଛ ଧରନ୍ତି ନାହିଁ। କାହାଣୀଟି ଏତିକି, ମୋ ଗପ ପଢ଼ି ସେତିକି। ଆପଣମାନଙ୍କୁ ଏହି ଭୂତ ଷ୍ଟୋରିଟି କିପରି ଲାଗିଲା କମେଣ୍ଟ କରି କହିବେ। ଆଉ ଯୋଉଠି ଭିଡ଼ିଓ ପହଞ୍ଚୁଛି ପ୍ଲିଜ୍ ମୋ ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।